ମା ଗୋଜବାୟାଣୀ ହେଉଛନ୍ତି ମା ଦଶଭୁଜାଙ୍କ ଏକ ରୂପ। ମା ଗୋଜବାୟାଣୀ ପୂର୍ବରୁ ଲୋକମୋଚନକୁ ଆସିନଥିଲେ। ସେତେବେଳେ ମାଙ୍କର ମନ୍ଦିର କିମ୍ବା ପୀଠ ନଥିଲା। ଆଉ ସେତେବେଳେ ମା ଉଇ ହୁଙ୍କାରେ ରହୁଥିଲେ। ଦିନେ ଜଣେ ସ୍ତ୍ରୀ ଲୋକ ମାଟିରୁ ଚୁଲି ତିଆର କରିବା ପାଇଁ ମାଟି ଆଣିବା ପାଇଁ ଯାଉଥିଲା। ସେ ଦେଖିଲା ଗୋटे ଉଇ ହୁଙ୍କା ପାଖରେ ଜଣେ ବସି ମାଛ ଖାଉଛି। ସେ ପାଖକୁ ଯାଇ ଦେଖିଲା ସେଠି କିଏ ବି ନଥିଲା, ଆଉ ସେଠି ମାଛ କଣ୍ଟାମାନ ପଡ଼ି ରହିଥିଲା। ସେ ଭାବିଲା ଏଇ ଉଇ ହୁଙ୍କାରୁ ମାଟି ନେଇ ଚୁଲି ତିଆର କଲେ ଚୁଲି ଆଣ୍ଟ ରହିବ। ସେ ସ୍ତ୍ରୀ ଲୋକଟି ଉଇ ହୁଙ୍କାରୁ ମାଟି କାଢ଼ିବା ମାତ୍ରେ ଜଣେ ଦେବୀ ଆବିର୍ଭାବ ହେଲା ଓ ଲୋକମାନେ ସନ୍ଦେଶ ପାଇ ଉଇ ହୁଙ୍କାକୁ ପୂଜା କରିବାକୁ ଲାଗିଲେ। ସବୁଦିନ ମା ରାତ୍ରି ହେଲେ ଗାଁ ଗାଁ ବୁଲି ଭକ୍ତମାନଙ୍କର ଦୁଃଖ ଦୂର କରନ୍ତି।